थेरुबाली रे 54तम जातीय सुरक्षा सप्ताह उद्घाटित। नमस्कार दर्शक, जीटी भारत ओडिया न्यूज चैनल को आपण मानक स्वागत करुच्ची मु स्वप्ना। चैनल को सब्सक्राइब करि नथिले सब्सक्राइब करंतु। पाखरे थिबा जॉइन बटन दबाई सक्षम प्रकारे आर्थिक सहयोग करंतु। थेरुबाली इम्फा कारखाना परिसर रे आज 54तम जातीय सुरक्षा दिवस व सप्ताह पालन हो जाइछि। रायगड़ा स्थित ओडिशा सरकार को कारखाना और बाष्पित निर्देशालयर उपनिर्देशक श्रीमान चित्तरंजन बेउरा सुरक्षा पताका उत्तोलन करी ଏହି ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସମବେତ ଶ୍ରମିକ ଓ କର୍ମଚାରୀମାନଙ୍କୁ ସୁରକ୍ଷା ଶପଥ ପାଠ କରାଇବା ସହ ପ୍ରତ୍ୟେକ ମଣିଷ ଜୀବନରେ ସୁରକ୍ଷା ଏକ ପ୍ରମୁଖ ଅଙ୍ଗ ହୋଇଥାଏ। ତେଣୁ ସମସ୍ତେ ସୁରକ୍ଷିତ ପ୍ରତି ସଜାଗ ରହି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ଏବଂ କହିଥିଲେ ଯେ ଦିନର ଶେଷରେ ଆମର ମୂଳ ଲକ୍ଷ୍ୟ ସୁରକ୍ଷା ଓ ନିରାପତ୍ତା ହେବା ଆବଶ୍ୟକ, ଯାହାକି ସତର୍କ ରହିଲେ ଏହା ସରଳ ହୋଇଥାଏ। ଏହି କାର୍ଯ୍ୟକ୍ରମରେ ଇମ୍ଫା ଥେରୁବାଲିର ଉପସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଉପସ୍ଥିତ ଶ୍ରମିକ ଓ କର୍ମଚାରୀମାନଙ୍କୁ ଦୈନନ୍ଦିନ ଜୀବନରେ ସୁରକ୍ଷାର ଆବଶ୍ୟକତା ଉପରେ ବୁଝାଇଥିଲେ ଏବଂ କହିଥିଲେ ମନୁଷ୍ୟ ଜୀବନକୁ ସୁରକ୍ଷିତ ରଖିବା ଠାରୁ ଅନ୍ୟ କୌଣସି କାମ ଗୁରୁତ୍ୱପୂର୍ଣ୍ଣ ହୋଇନପାରେ। ଏହି ଅବସରରେ ଉପସ୍ଥିତ ଶ୍ରମିକ, କର୍ମଚାରୀ ଓ ବିଭିନ୍ନ ବିଭାଗର ମୁଖ୍ୟ ଓ ଅନ୍ୟ ଅଧିକାରୀମାନେ ଏକ ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ। 54ତମ ଜାତୀୟ ସୁରକ୍ଷା ସପ୍ତାହ ଆସନ୍ତା 2024 ମସିହା ମାର୍ଚ୍ଚ 10 ତାରିଖ ଯାଏଁ ପାଳିତ ହେବ। ଏହି ଅବସରରେ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ସହ ଉଦ୍ଯାପନ ଉତ୍ସବରେ ସୁରକ୍ଷା ଉପରେ ଆଧାରିତ ଏକ କ୍ଷୁଦ୍ର ନାଟକ ପରିବେଷିତ ହେବ ବୋଲି ସୁରକ୍ଷା କମିଟି ସୂଚନା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସୁରକ୍ଷା ବିଭାଗର ମୁଖ୍ୟ ଶ୍ରୀମାନ ପ୍ରଦ୍ୟୁମ୍ନ ଆଚାର୍ଯ୍ୟ ସଂଯୋଜନା କରିଥିବା ବେଳେ ଇମ୍ଫା କାର୍ମିକ ଓ ପ୍ରଶାସନିକ ବିଭାଗର ବରିଷ୍ଠ ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ୟୁରୋ ରିପୋର୍ଟ, जीटी भारत ओडिया।